सारा नारी जातिटा बेईमान प्रेम करिवे जनकू बाहेबे आउ जनकू बाहेबे जनकू किंतु देहदान करिवे आउ जनकू स्वामीर ना कागज रे गोटाए हेले टाटू करिवे आउ जनकू ना धन्य धन्य रे नारी तोर केते रूप केते जे चेहरा तबे तबे के तो आसिलो 2 दिन होला तो फोन टे भी स्विच ऑफ मो तुमको फोन लगाउछि हेले लागुनी अरे बाबा तम देह पूरा भलो नाही मते नबी तमे कोल जाइतिलो जार स्त्री गोटे नष्ट चरित्रा ता स्वामी तो निश्चय पांचशाला कांतरे ना लिखिबा सवादी भाबिछि विषय बुझिबी ठीक अछि मते कष्ट देई तमे जदी शांति पाउछ ताले मोर किछि कहि पार नाही हेले निज देह को टिके भाबो अनेक भावी सारा परे समाधान गोटे सूत्रटे पाइछि जदि तुम राजी हो ए अजित महापात्र शांति टिके निश्वास मारिबो तम पई जदि हम जळिबा को हुई ताहले मु निश्चय नियारे जळि जिबी ओ तमे जहा कहिबो मु तम कथा रखिबी सत कहूछ भगवान को धोई देई कहूछि যন্ত্রণা ভুগিব সেই যন্ত্রণার আনন্দ হচ্ছে অসীয় যন্ত্রণা সেই যন্ত্রণার মুখ শান্তি খুঁজিবি তাহলে ঠিক আছে আমরা সে হাত কাম দরকার আরে ডরি যাও হাতটা কটিবনি বরং সে চিহ্নটা লেগিଯିବ বাবু ଆପଣ ମୋତେ ଫୋନ କଲେ ମୁଁ ସାଙ୍ଗେ ସାଙ୍ଗେ ଔଷଧ ଦୋକାନ ନେଇଛି କେମିତି তোতে মানিବାକୁ ପଡିବନି ମୁଣ୍ଡା ତୁ ଠିକ ସମୟ ଆସି ପହଞ୍ଚିଲେ ଏଥର ଚିହ୍ନଟା ଲିଭିଯିବ ଏସେ ଏ ଅଜିତ ମହାପାତ୍ର ଚାରିପଟେ ବୁଲାଇ ତାକୁ ଅଣନିଶ୍ୱାସୀ କରୁଥିବା ଚନ୍ଦ୍ରସେନ ବାଳିକାଟାକୁ ମୁଁ ଆଜି ନଷ୍ଟ କରିଦେବି ଦେବତା ହଉଛନ୍ତି ମାଇକ ଡାଲେ ବାବୁ नहीं देखो तुम देखो देवता होइथिबी तुम हाତରେ ଲେଖାଥିବା ସେ ନାଟା ପ୍ରତିଦିନ ମୋତେ ଜାଳି ଜାଳି ମାରୁଛି ନାଟା ସେ ନାଟାକୁ ବିଶ୍ୱର ସମ୍ପଳି ମୋତେ ଦନ୍ତନ ପରେ ଦନ୍ତନ ସେ ନାଟା ପାଇଁ ଆମ ସ୍ୱାମୀ ସ୍ତ୍ରୀ ଭିତରେ ଗୋଟେ ପତର ପାଟିରେ ଠିଆ ହେଇଛି ନାଟା ଲେଖିଗଲେ ତମେ ମୋର ହେଇଯିବ ମୁଁ ବି ତମର ହେଇଛି ବାବୁ ଆପଣ ଏମିତି କଣ କହୁଛନ୍ତି ମୁଁ ତ କିଛି ବୁଝିପାରୁନି ବହୁମାନେ କାହିଁ ପାର୍ଟି କରୁଛନ୍ତି ଆଉ ଏସି ଭିତରେ କଣ ହବ अरे तू कहीं डर जाऊँ मुंडा तू कौन भावुचु एसी टाकू तो बहुमा मोर ढाई देवी अरे नहीं रे एसी टाकू ता हाथ में ढाई देवी ଆପଣ କଣ କରୁଛନ୍ତି ଆପଣ ଜାଣିପାରୁଛନ୍ତି ତ अरे तू डरी जानी तू कहीं डर जाऊँ जानी चोना से हाथ में लेखा थी बनाटा प्रतिदिन मते जाली जाली मारुची से नाटा गोटे विषधर संपरी मते चोट मारुची हेउना अरे से नाटा सहित से हाथ सहित मोर किसी शत्रुता नहीं शत्रुता अच्छी से हाथ में लेखा थी नाटा सहित से अनर्थ सहित ये जदि काहा नाल को हाथ रे टाटू कर दियंती कि लेखि दियंती कि केबे औषधि ही जाइने कि केबे कलंकी नहीं जाइने छोड़ा अपन को बहुबा आता छोड़ा अपन बहुमा परा बेदरे बसी बाई छ स्वामी स्त्री संपर्क अपन कर हाँ दुई गछ स्वामी स्त्री आम दी जन कर हेले आम भितर शारीरिक संपर्क नाई तो এইটা করতে আরে সমুদ্র করে দিয়া হই শ্বশুরে আউটু আউটু হবা সেইটা করতে সেইটা করতে নে এসিটা হো তাড়াতাড়ি আইলে এই দেখো एवना जब तक शुरू मत करो ना चले जाओ अरे चले जा तू चले जा
ଥାଏ ଆପଣ ମୋ ମାଲିକ ହେଇପାରନ୍ତି, ହେଲେ ଅଲିଭା ମୋ କହିଲୁ ଅଲିଭା ତୁ ତୁ ମୋ ନିଶାଟା ଛଡେଇ ଦେଲୁ ରେ। ଅଲିଭା ତୋ ଆମେ କଣ କହିଲୁ ଅଲିଭା ତୋ ତୁ କେବେ ତୁ ଆଖି ମାରିଲ ଚାକର ହୋଇ ମାଲିକାଣୀ ଉପରକୁ ଆଖି ପକଉଛୁ ଆମେ ତୋର ଏତେ ସାହସ ତମେ କଣ ଜାଣିନ ହାତରେ ଏସିଡି ପଡିଲେ କଷ୍ଟ ହୁଏ ବୋଲି। ସେ କଷ୍ଟଟା ମତେ ପଳେଇ ଯାଉଛି। ସିଏ ହଉଛନ୍ତି ମୋ ସ୍ୱାମୀ। ମୁଁ ଚାହୁଁଛି ତାଙ୍କ ପାଖରେ ସବୁଦିନ ରହିବି, ତାଙ୍କ ସହିତ ସଂସାର କରିବି। ଆଉ ତୁ କଣ ଚାହୁଁଛୁ? ଏତେ ବିଶ୍ୱାସ କଥା କହି ଆମ ସ୍ୱାମୀ ସ୍ତ୍ରୀକୁ ଅଲଗା କରିଦେବୁ? ଏ ଉଣ୍ଡା, ତୁ ଯଦି ମୋ ଦୁଃଖ କଷ୍ଟକୁ ବୁଝି ପାରୁଥିବୁ ତାହେଲେ ଆସେ ମୋ ହାତରେ ସେ ଏସିଡ୍ ପକେଇ ଅଲଗାର ନାଟାକୁ ତୁ ଲିଭାଇ ଦେ। ଆରେ ଆ କହୁଛି ଏସିଡ୍ ଢାଳ କହୁଛି। ଆରେ ଆ କହୁଛି ତୋତେ ତ ବାବୁ ଆଣିବା ଦିଆହବ। জীবনের গাড়ি ওইটা খাইনি কি নিজ ওইটা খাওয়া দেয়নি দরকার পড়লে তারপরে জীবনটাকে দেই দেব ଆଉ ଯେ ଭୁଲ ରାସ୍ତା ଯିବ ଦରକାର ପଡ଼ିଲେ ତା ଜୀବନଟା ନେଇ ସମାଜର ଝିଅମାନଙ୍କ କାନରେ ପଡୁ ସେମାନେ ଶିଖନ୍ତୁ ଯୋଉମାନେ ପ୍ରେମ ନିଶାରେ ନିଶାଗ୍ରସ୍ତ
ନିଜର ପ୍ରେମକୁ ଖୁସି କରିବା ପାଇଁ ହଉ କି ନିଜର ପ୍ରେମିକକୁ ଖୁସି କରିବା ପାଇଁ ହଉ ବାହାଘର ପୂର୍ବରୁ ଯୋଉମାନେ ହାତରେ ଟାଟୁ କରନ୍ତି ପ୍ରେମିକ ସହିତ ଫଟୋ ଉଠାନ୍ତି ବାହାଘର ପରେ ଏମିତି ଏସିଡ୍ ମାଡ଼ ଖାଇବାକୁ ପଡେ ଏମିତି କାନ୍ଦିବାକୁ ପଡେ
ଆରେ ଅନନ୍ତଟା ଆସିଛି ଏକା ଯିବ ବି ଏକା ଚାଲିଯିବି ମୋ ଜନ୍ମ ତ ବେସାହାରା ହବା ପାଇଁ ଆସିଛି ଏକା ଯିବି ବି ଏକା ସେ ଯାହା ବି ହେଇଯାଉ ଯିଏ ତ ହାତେ ଆସି ଜାଣିଛି ଜାଣି ପରି ପାଉଁଶ କରିବି ତାକୁ ମୁଁ ଛାଡ଼ିବିନି ସେ ରାଣ୍ଡି ଛୁଆ ଅନନ୍ତାକୁ ଛାଡ଼ିବିନି ମୁଁ ତୁ ଜାଣିବାକୁ ଚାହୁଁଥିଲା ତୋ ଭଉଣୀ ହାତରେ ଏତେ ଗାଳି କିଏ ମରିଯାଇଛି? ମୁଁ ଜାଣିବାକୁ ଚାହୁଁଛି ଆରେ କହ କିଏ ସେ ମୋ ସ୍ୱାମୀ ଏତେ ଗାଳି ପଡ଼ି ରହିଛନ୍ତି। କଣ କହିଲୁ ତୋ ସ୍ୱାମୀ ହଲୋ ଭାଇ ତୋ ଭଉଣୀକୁ ରାଜକୁମାରୀ କରି ରଖିଥିଲୁ ରାଜା ପୁଅ ସହିତ ବାହାଘର ଏତେ ଦିନ ପରେ ବି ଆମ ଭିତରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ନାହିଁ। ଗୋଟାଏ ଦିନ ବି ଆମେ ସଂସାର କରିନୁ ହେଲେ ସେ ଅଛନ୍ତି ମୋ ପୁତ୍ର ତୋ ଭଉଣୀ ହାତରେ ଏସି ଗାଡ଼ି ପଡ଼ିଦେଲା ଭାଇ। ସେ ଯାହା ବି ହେଇଯାଉ ସେ ଯିଏ ବି ହେଇଯାଉ ତୋ ହାତରେ ଯିଏ ସେ ଢାଳିଛି ମାରିଦେବି ତାକୁ ମୁଁ ଛାଡ଼ିବିନି ଆରେ କାହିଁକି ମାରିବ ଆରେ ସେଇଟା ହଉଛି ଗୋଟେ ଚୁଚୁନ୍ଦ୍ରା ନିରୀହ ଜନ୍ତୁଟା ଆରେ କାହାକୁ ନିରୀହ କହୁଛ ଗୋଟେ ଶୈତାନଟାକୁ ଏ କଣ ମୁଁ ଜାଣିଛି ଆରେ ପାଠ ପଢିବା ସମୟରେ ଯେ ଝିଅ ପିଲାଙ୍କ ବ୍ୟାଗରୁ ଖଡି ଚୋରଉଥିଲା ମୁଁ ସେବେରୁ ତା ସାଙ୍ଗ ଭଲ ପିଲାଟା ବହୁତ ବୁଝାବୁଝି କଲି ହେଲେ କଣ ହବ ମାନିଲାନି ପ୍ରେମ କଲା ଭଲ ପାଇ ବସିଲା ଏସବୁ କଥା ମୁଁ କହିବା କଥା ନୁହେଁ ଆରେ ସେ ପରିସ୍ଥିତି ସେ ବାଧ୍ୟ କରିଛି ମତେ କହିବାକୁ ଅଜିତ ଗୋଟେ ଝିଅକୁ ଭଲ ପାଉଥିଲା ଆଉ ସେ ଝିଅ ବି ଅଜିତ କି ବହୁତ ଭଲ ପାଉଥିଲା ଦୁଇଙ୍କ ଭିତରେ ବହୁତ ପ୍ରେମ ସମ୍ପର୍କ ଗଢି ଉଠୁଥିଲା ବାହାଘର ବି ଠିକ ହେଇଥିଲା ହେଲେ କଣ ହବ ଶେଷରେ ସେ ଝିଅ ଅଜିତକୁ ଧୋକା ଦେଇ ଚାଲିଗଲା ଆରେ ସେ ଝିଅ ସିନା ଧୋକା ଦେଇ ଚାଲିଗଲା ଅଜିତ ତାକୁ ଭୁଲିବା ପାଇଁ ମଦ ପିଇଲା ବହୁତ ବୁଝାବୁଝି କଲି ମାନିଲାନି ବାହା ହେଲା ଯେ ବାହାଘର ସୁଖ ଭୋଗାଇଲାନି ଆରେ ସିଏ ତ କହିବ ହେଲେ ଅଲିଭା ମାଉସୀକୁ ତମେ କାହା କଣ କହୁଛ? ନାଇଁ ନାଇଁ ତମେ କାହାକୁ କଣ କହୁଛ? ସିଏ ହଉଛନ୍ତି ମୋ ସ୍ୱାମୀ ମୋ ସଖା ସିନ୍ଦୁର ସିଏ ତାଙ୍କ ନାଁରେ ଏତେ କଥା କହିବାକୁ ତମର ସାହସ କେମିତି ହେଲା? ତମେ ବି ସାହସ ବଢାଅ ମାଉସ ଛାତିକି ପଥର କରିଦିଅ ଖୁବ୍ ଶୀଘ୍ର ଉପର ବାଟ ପ୍ରଶ୍ନ କରିବାକୁ ଯାଉଛି ମୋ କଥା ମାନ କହୁଛ ମୋ କଥା ମାନ ଯଦି ପାରୁଛ ଏ ଶଙ୍ଖା ସିନ୍ଦୁରକୁ ମୋହତ୍ୟାଗ କରିଦିଅ ଆରେ ଆରେ କଣ ତୁ ରହିବାକୁ ଚାହୁଁଛୁ ମୁଁ ତ କିଛି ବୁଝିପାରୁନି ମୁଁ କିଛି କହୁନି ରେ ଯାହା କହୁଛି ଏ ଅଜିତର ମେଡିକାଲ ରିପୋର୍ଟ କହୁଛି ଡକ୍ଟରଙ୍କ କହିବା ଅନୁସାରେ ଅଜିତର ଦିଟା କିଡନୀ ନଷ୍ଟ ହେଇଯାଇଛି Mother
Mother,